ମୋ ସ୍ୱାମୀଙ୍କ ପରି କାହା କାହା ସ୍ୱାମୀ ସବୁ ଝୋଟି ପକାଇବାକୁ ପସନ୍ଦ କରନ୍ତି ସମସ୍ତେ ମୋତେ କମେଣ୍ଟ ବକ୍ସରେ ଲେଖି କହିବେ। ଆମ ଝିଅ ରାତିରେ ଆସି ସବୁ ଝୋଟି ପକାଇ ଦେଇଛନ୍ତି, ଆମ ବଡ଼ ଝିଅ। ତାପରେ ତାଙ୍କେ ଦଦା ଝିଅରେ ଝୋଟି ପକାଇ ଦେଇଥିଲେ। ତାପରେ ମୁଁ ପାହାନ୍ତିଆରୁ ଉଠିକିରି ସବୁ କାମ ଛିଡ଼େଇଲି। ନମସ୍କାର, ଜୟ ଜଗନ୍ନାଥ। ତ ସବୁ ପୁରା ପାହାନ୍ତିଆରୁ ଉଠିକିରି ଆମର ବାଳଭୋଗ, ଆଳତି, ପୂଜା ବିଧି ସବୁ ସରିଯାଇଥିଲା। 5:30ଟା 6ଟା ହେଲା ଭିତରେ ସବୁ କାମ ସରିଯାଇଥିଲା। ତାପରେ ମାଆଙ୍କ ପାଇଁ ଅନ୍ନଭୋଗ ହେବ, ସେଥିପାଇଁ ମୁଁ ସିଆଡ଼େ ଚୁଲି ଲଗାଇ ଦେଇଥିଲି। ମୋ ସ୍ୱାମୀ ଆଉ ମୋ ଦୁଃଖ ସହିପାରିଲାନି, କହିଲେ ଧନ ଆଣିଲ ପନିପରିବା କାଟିଦେବି। ତାଙ୍କୁ ପନିପରିବା କାଟି ଦେବାକୁ ଦେଇଦେଲି। ତାପରେ ସେ କାଟିକି ଥୋଇଲେ, ମୁଁ ସେ ଭିତରେ ପିଠା କରି ପକେଇଲି। କାହିଁକିନା ପିଠା ଇଆଡ଼େ ଗ୍ୟାସରେ କରିଛି, ସିଆଡ଼େ ମଧ୍ୟ ଭାତ ବସିଛି। ଆଉ ଶାଗ ଭଜା, ଡାଲି, ଆମ୍ବିଳା ଏସବୁ ରେଡ଼ି ହେଇଗଲାଣି। ତାପରେ ମୋ ସ୍ୱାମୀ ଖାଲି ଏକାନି ସେକାନି ହେଉଥାନ୍ତି, ଧନ ରୋଷେଇ କରିଦେଲୁ, ହାଲିଆ ଲାଗୁଛି, ଖାଲି ମୋତେ ମଝିରେ ମଝିରେ ପଚାରି ପକାଉଥାନ୍ତି। କାହିଁକିନା ମୋ ଦେହ ଟିକେ ଭଲ ନାହିଁ, ସେଥିପାଇଁ ସେ ମଝିରେ ମଝିରେ ପଚାରି ପକାଉଛନ୍ତି। କାହା କାହା ସ୍ୱାମୀ ଏମିତି ପଚାରୁଛନ୍ତି ମୋତେ କମେଣ୍ଟ କରି କହିବଟି। ତାପରେ ମୁଁ ବାରିକି ଗଲି, ଦେଖିଲି ଯେ ଆମର ଲେମ୍ବୁ ପତ୍ର ଭର୍ତ୍ତି ହେଇଛି। ତାହିଁରୁ ଯୋଡ଼େ 3ଟା ପତ୍ର ଆଣି ଭାତରେ ପକାଇଦେଲି। ତାପରେ ଲୁଣ ମଧ୍ୟ ପକାଇ ଦେଇଥିଲି। କମଳା ପତ୍ର ପକାଇ ଭାତ କଲେ ବହୁତ ବଢ଼ିଆ ଲାଗେ। ଏବେ ଟିକେ କରନ୍ତୁ, ଖାଆନ୍ତୁ, ଆଉ କେମିତି ଲାଗୁଛି ସମସ୍ତେ କମେଣ୍ଟ ବକ୍ସରେ ଲେଖିକିରି ମୋତେ ନିଶ୍ଚୟ କହିବେ। ସବୁ ରୋଷେଇବାସ ସରିଲା। ତାପରେ ଧରିକିରି ଚାଲିଲି ମାଆଙ୍କ ପାଇଁ ଭୋଗ। ସେଠି ଯାଇକିରି ଭୋଗ ପୂଜା ବିଧି ସବୁ କରିଦେଲି। ଆମ ଘରେ ତ ଏମିତି ହେଉଛି, ଆପଣମାନଙ୍କ ଘରେ କେମିତି କ'ଣ ହେଉଛି ସମସ୍ତେ କମେଣ୍ଟ ବକ୍ସରେ ଲେଖିକିରି କହିବ ଲୋ, ନ କହି ରହିବନି। ତାପରେ ଭୋଗ ଭାତ ଧରି ଚାଲିଲି ଏବେ ଉପରକୁ ଯାଇକିରି ଯାହାକି କାଉ କୋଇଲି ଚଢ଼େଇ ଯେଉଁମାନେ ଅଛନ୍ତି ସମସ୍ତ ପାଇଁ ଭୋଗ ଥୋଇକିରି ମୁଣ୍ଡିଆଟିଏ ମାରିକିରି ସେଇଠୁ ଆସିଗଲି ଘରକୁ। କାମପତ୍ର ସାରିଲା ବେଳୁ ହେଇଗଲା 2ଟା। ତାପରେ ମୁଁ ବସିଗଲି ଖାଇବାକୁ। ଖିଆପିଆ ସାରି ଠାକୁର ଉଠେଇଲି। ତାପରେ ହେଇଗଲା ସନ୍ଧ୍ୟା। ତାପରେ ଆଳତି, ସଞ୍ଜ, ଧୂପ, ଝୁଣା ଏସବୁ ଦେଇ ସାରିଲା ପରେ ଲାଷ୍ଟକୁ ବଜେଇଲି ଶଙ୍ଖ। ଆପଣମାନଙ୍କୁ କାହାକୁ କାହାକୁ ଶଙ୍ଖ ବଜେଇବାକୁ ଭଲ ଲାଗେ ସମସ୍ତେ ମୋତେ କମେଣ୍ଟ କରି କହିବେ। ଆଉ ଭଲ ଲାଗିଲେ ଲାଇକ୍ ଗୋଟେ, ସବସ୍କ୍ରାଇବ୍ ଗୋଟେ ନିଶ୍ଚୟ ଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।